खतरनाक भाई भाई खतरनाक कौन दो खतरनाक ओ भाई देखो से अधिक वर्षा हो देखा छेली मैंने सब दौड़ी बर्तमान पड़े आस घर को आउ वर्षा भी पकईला छुआटा देखो तो पूरा उदय हो जाए कड़े जाइए पड़ो भल से सैकल पवन आपण मैंने शुणी पारे बहुत जोर से बहुत बर्तमान वर्षा पकड़े देखिपे एपटे फटो उठा चलती बर्तमान आमर तो चलतु एबे तो एते फोटो उठे पारे तो वर्षा छाड़े देखा तो वर्षा आसवा पूर्व बर्तमान आम ये पहुँच जाइए गोटे चाड़ घर पवन सह वर्षा पूरा खतरनाक वर्षा आसूसी तो धूली उड़ूसी आप देखिपे ओ भाई साहब मत लगुच चाड़ घरटा उड़ीज पवन जो प्रकार पवन दौर चाड़ घर अच्छु खाली बडरा घरटा यहाँ बडरा घर बेपार ये ताड़ी बेपार हुए घर में तो एपट आमर पड़िया देखिए एपटे पड़िया पड़ी साइड ही घरटा अच्छी आउटे मोर बैक भाई देखो पूरा पूरा पवन भाई भाई खतरनाक कौन दो खतरनाक ओ भाई देखो वर्षा पहाड़ खतरनाक पवन देला सेपटे पूरा अंधार कर सारा प्रबल वर्षा आसला से अधिक वर्षा हो गाड़ी पूरे दे भीतर गोटे पूरे दे बास 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 नौने मो गाड़ी उड़े नहीं एपटे वर्षा भाई अलग प्रकार पवन दौर भी अलग प्रकार देखा छेली मैंने सब दौड़ी बर्तमान पड़े आस घर को आउ वर्षा भी पकईला आउ वर्षा आप गोटे छुआटा को देखिपे दौड़ी दौड़ी आसूसी भाई खरा दिन एमती वर्षा मु पहली बार मैं देख रहा हूँ दिन सारा पूरा प्रबल खरा आसी आम पाखे सब आश्रय नेला छुआटा देखो तो पूरा उदय हो जाए कड़े जाइए पड़ो भल से सैकल साइड भीतर का बर्तमान गेल अथय सिंह आउ गाधे के आसुले वर्षार पुणी भिजी भिजी आस शीतर थरुचु ना शीत लगुच तू कड़े जाइल उदय हो गलु कड़े जाइलु सेपटे उदय हो गलु कड़े खेल ना आउ वर्षा बे वर्षा एत जोर से आसूची अंधार आसूची तू जानी पारनु किस हौ पूरा पैंट सार्ट पूरा उदय हो जाए आ पानी भी आम जो ठेचु देखु पूरा पानी बहिक आसला उदय हो जाए तो ये गोटे छेड़ी रही जाए सब छेड़ी पड़ेगा ये गोटे छेड़ी देखिए
ଆମେ ଜଗିବା କେତେବେଳେ ବର୍ଷା ଛାଡ଼ିବ ତାପରେ ଆମେ ଏଇଠୁ ବାହାରିକି ଯିବା। ଏବେ ବି ବର୍ଷା ହଉଛି। ଗାଡି ଧରିକି ବୁଲୁଥିବେ ଛତା ଫତା ନାହିଁ ଆଉ କଣ କରିବା। ତ ପାଗ ପୁରା ମସ୍ତ ପାଗ ଦେଇଥିଲା। ତ ଆମେ ଭାବିଲୁ କ'ଣ ଫଟୋ ମଟୋ ଟିକେ ଉଠେଇବା ବାଇକ୍ର। ତ ବହୁତ ଦିନ ହେଲାଣି ଏମିତିରେ ବି ବାଇକ୍ ଅଣା ହେଇଛି ତ ଭଲ ଫଟୋ ବି ନାହିଁ। ତ ସେଥିପାଇଁ ମୁଁ ଆକୁ ଫୋନ୍ କରିକି ଡାକିଲି। ତ ପାଗ ପୁରା ମସ୍ତ ପାଗ ଦେଇଥିଲା ତ ଫଟୋ ଉଠାଇବା ପାଇଁ ପୁରା ମସ୍ତ ଲାଗୁଥିଲା। ତ ସେଥିପାଇଁ ଆମେ ବାଇକ୍ ଧରିକି ସିଧା ପଳେଇଲୁ ରାସ୍ତା ଆଡ଼େ। ଆଉ ଫଟୋ ଉଠେ 2-3ଟା ଫଟୋ ଉଠେଇଛୁ ନା ନାହିଁ। ପୁରା ସେପଟୁ ପ୍ରବଳ ବର୍ଷା ଆସିଲା ଆମକୁ ଭିଜେଇଲା ରାସ୍ତାରେ ଭିଜି ଭିଜି ଆସିଲୁ। ତ ଏଇଠୁ ବର୍ତ୍ତମାନ ଆମେ ଗାଡ଼ି ପୁରେଇ ଦେଇଛୁ। ବର୍ତ୍ତମାନ ଟିକେ ଟିକେ ବର୍ଷା ଛାଡ଼ିବା ଆରମ୍ଭ ହେଲାଣି। ଆଉ ଏବେକାର ଲୋକେସନ୍ ଦେଖନ୍ତୁ। ଓ ଭାଇ ପୁରା ପେଜ୍ରେ ପୁରା ପାଣି ହେଇଗଲାଣି। ଆଉ ଏପଟେ ଏଟା ହେଉଛି ଆମ ଗାଁ। ଆଉ ବର୍ଷା ପୁରା ଏବେ ଆଉ ଥରେ ଆରମ୍ଭ ହେଲାଣି ବର୍ଷା। ଭାଇ ଚାଲ ଚାଲ ଚାଲ। ଘଣ୍ଟା କାଳ ହେଲାଣି ପ୍ରବଳ ବର୍ଷା ହେଉଛି। ତ ଆମେ ଆଜି ଭାବୁଛେ ଏଇଠି ଆମେ ରହିଯିବା। ତ ଯିବା ଟୋଟାଲି ବର୍ଷା ଛାଡ଼ିଲେ ତ ଯିବା। ତ ବର୍ଷା ଛାଡ଼ୁନି ଏତେ ସମୟ ହେଲାଣି ବର୍ଷା ହେଉଛି। ବର୍ଷା ତ ଛାଡ଼ିବ ନାହିଁ ଦେଖିପାରୁଥିବେ। ପୁଣି ଆଉ ଥରେ ବର୍ଷା ହେଲା ଟିକେ ଛାଡ଼ି ଯାଇଥିଲା। ତ ବର୍ତ୍ତମାନ ସେମିତି ହିଁ ଆମେ ଯିବା ଘରକୁ। ନହେଲେ ଏଇଠି ଆଉ ବେଶୀ ସମୟ ରହିହେବ ନାହିଁ। ଥଣ୍ଡା ବି ଲାଗୁଛି ପବନ ଦେଉଛି ନା। ତ ସେଥିପାଇଁ ସେଇବାଟେ ହିଁ ବାହାର କର ସେମିତି ବୁଲେଇ ହେବନି। ଟାଣିବା ଆଉ ଟିକେ ବର୍ଷା ଟିକେ ହାଲକା କମିଯାଉ। ଭାଇ ଆମେ ଗୋଟେ ଜାଗାରେ ଫସି ଯାଇଛୁ ବର୍ତ୍ତମାନ ଶୀତରେ। ଆମେ ବର୍ତ୍ତମାନ ଥରୁଛେ। ଶୀତ ଲାଗୁଛି। କେହି ତ ଜଣେ ଛତା ନେଇକି ଆସ। କଲ୍ କଲେ କଲ୍ ରକେଟ ମୁଡ୍ କରିଦେଇଛନ୍ତି। ଘଡ଼ଘଡ଼ି ବିଜୁଳି କଣ କରିବା। ହେଲ୍ପ ପାଇଁ ବି କେହି ନାହାନ୍ତି। ଭାଇ ଏପଟେ ବର୍ଷା ହେଉଛି। ଆଉ ଏଇ ଚାଳ ଘର ଭଙ୍ଗା ଚାଳ ଘରେ ବର୍ତ୍ତମାନ ଆମେ ଠିଆ ହେଇଛୁ। ପାଣି ବି ପଶିଯାଇଛି ଆଉ କିସ କରିବା। ବର୍ତ୍ତମାନ ବର୍ଷା ଛାଡ଼ିଲା ପରେ ସମସ୍ତେ ଫୁଟବଲ୍ ଧରିକି ବାହାରିକି ଆସିଛନ୍ତି। ବର୍ତ୍ତମାନ ହାବା ଦିଆ ହବ। ପଲା ଭାଇ ଏତେ ଦିନ କୁଆଡ଼େ ଯାଇଥିଲେ? ତ ବର୍ତ୍ତମାନ ସମ୍ପୂର୍ଣ୍ଣ ବର୍ଷା ପୁରା ଛାଡ଼ି ଯାଇଛି। ଆଉ ଖରା ବି ଦେଲାଣି ଦେଖିପାରୁଥିବେ। ଆଉ ପଡ଼ିଆର ଲୋକେସନ୍ ଟିକେ ଚେକ୍ କରନ୍ତୁ। ବର୍ତ୍ତମାନ ବଲ୍ ନେଇକି ଆସିଛନ୍ତି। ଏଇଠି ଆମେ ଫୁଟବଲ୍ ଖେଳିବା। ଆଉ ପଡ଼ିଆରେ ବି ପାଣି ଅଛି ଅଳ୍ପ ଅଳ୍ପ ପାଣି ଅଛି ନା ବା। ପାଣିରେ ପୁରା ମଜା ହବ ନା। ଥରେ ଆମେ ଖେଳିଥିଲୁ ନା ପୁରା କାଦ ହେଇଯାଇଥିଲା। ପାଣି ପୁରା ଏଇଠି ଭର୍ତ୍ତି ହେଇକି ଥିଲା ନା ପୁରା ମସ୍ତ ଲାଗୁଥିଲା। ତ ଦେଖିପାରୁଥିବେ ପଡ଼ିଆରେ ପାଣି ଅଛି। ଆଉ ଏଇଠି ବର୍ତ୍ତମାନ ଖେଳ ହବ। ପୁରା ଅଲଗା ପ୍ରକାର ଖେଳ ହବ। ତ ପ୍ରବଳ ବର୍ଷା ହେଲା ପବନ ବି ସେମିତି ହେଲା। ଆଉ ତାପରେ ଲୋକେସନ୍ଟା ଚେକ୍ କରନ୍ତୁ ଟିକେ। ଆଉ ସାମ୍ନାରେ ରହିଛି ଖତରନାକ ପାହାଡ଼। ତା ସହିତ ସୁନ୍ଦରତା ଆପଣମାନେ ଟିକେ ଚେକ୍ କରନ୍ତୁ। ଆଉ ଗଛପତ୍ର। ଆଉ ଏଠି ହେଉଛି ଆମର ଗଲି ପୋଷ୍ଟ ଛୋଟ ଗଲି ପୋଷ୍ଟ। ଆଉ ସେପଟେ ବି ବର୍ତ୍ତମାନ ବନା ଚାଲିଛି ଦେଖିପାରୁଥିବେ। ଏବେ ବର୍ତ୍ତମାନ ସାନ୍ତାଳୀରୁ ଆସିକି ପହଞ୍ଚିଲା। ବର୍ତ୍ତମାନ ଯେହେତୁ କାଦ ହବ ଗୁଡ଼ ଖସରେ ବି ପଡ଼ି ପଡ଼ା ଯିବେ। ଆଉ ସେଥିପାଇଁ ଗୋଟେ ପ୍ୟାଣ୍ଟ ନେଇକି ଆସିଛି। ତ ବର୍ତ୍ତମାନ ପ୍ୟାଣ୍ଟ ଚେଞ୍ଜ ହବ ତାପରେ ଖେଳ ହବ ନା କିସ କହୁଛୁ? ଆମର ଫୁଟବଲ ଆସିଲାଣି ସେପଟେ। ଆଜିକା ବର୍ଷା କେମିତି ହେଇଥିଲା? ଖତରନାକ। ଖତରନାକ ବହୁତ ଖତରନାକ ବହୁତ। ତ ଏବେ ଆମର ବଲ୍ ଆସିକି ପହଞ୍ଚିଲାଣି। ଆଉ ଆସ୍ତେ ଆସ୍ତେ ପିଲା ବି ଆସିକି ପହଞ୍ଚିବେ। ତାପରେ ଖତରନାକ ଖେଳ ହବ। ବର୍ତ୍ତମାନ ଆମେ ଖେଳିବା 3-4 ଜଣ। ତ ଚାଲନ୍ତୁ ଟିକେ ଫୁଟବଲ୍ ଟିକେ ଖେଳ ଆରମ୍ଭ କରିବା।